ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ, ଜୟ ମା ଦୁର୍ଗା। ଶାରଦୀୟ ନବରାତ୍ରିରେ ମା ଦୁର୍ଗାଙ୍କର 9 ଅଲଗା ଅଲଗା ରୂପରେ ପୂଜା ପାଇଥାନ୍ତି। ପ୍ରତ୍ୟେକ ଦିନ ପୂଜାର ଏକ ବିଶେଷ ମହତ୍ତ୍ୱ ରହିଛି। ଏହି 9 ଦିନ ନବରାତ୍ରି ପୂଜା ସାରା ଭାରତରେ ବହୁତ ଧୁମଧାମରେ ପାଳନ କରିଥାନ୍ତି। ଶାରଦୀୟ ନବରାତ୍ରି ପୂଜା 22 ସେପ୍ଟେମ୍ବର 2025 ସୋମବାର ଠାରୁ ଆରମ୍ଭ ହେଉଛି। ଶାରଦୀୟ ନବରାତ୍ରିରେ ମା ଦୁର୍ଗାଙ୍କର 9 ରୂପକୁ ପୂଜା ଅର୍ଚ୍ଚନା କରାଯାଇଥାଏ। ଏଥର ମା ଦୁର୍ଗା ହାତୀ ସବାରିରେ ଆସୁଛନ୍ତି। ମା ଦୁର୍ଗାଙ୍କର ହାତୀ ବାହନରେ ଆସୁଥିବାରୁ ସୁଖ ସମୃଦ୍ଧିର ପ୍ରତୀକ ଅଟେ। ଆଦିଶକ୍ତିର ପ୍ରଥମ ସ୍ୱରୂପା ଶୈଳପୁତ୍ରୀଙ୍କର ଉପାସନା ସହ ନବରାତ୍ରର ଆରମ୍ଭ ହୋଇଥାଏ। ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରିରେ ଖାସ୍ ମହତ୍ତ୍ୱ ଅଛି। ନବରାତ୍ରିରେ ବ୍ରତ ରଖି ଦେବୀ ମାଙ୍କର ଆରାଧନା କରନ୍ତି। ନବରାତ୍ର ପୂଜାରେ କଳସ ସ୍ଥାପନାର ବିଧି ରହିଛି। ପ୍ରଥମ ଦିନ କଳସ ସ୍ଥାପନା କରାଯିବ। ମାଙ୍କର ଅନେକ ରୂପରେ ପୂଜା ପାଉଥିଲେ ମଧ୍ୟ ଏହି ନବରାତ୍ରରେ 9ଟି ରୂପରେ ପୂଜା ପାଆନ୍ତି। ନବଦୁର୍ଗା ରୂପରେ ପୂଜା ପାଇଥାନ୍ତି। ସେହି ରୂପମାନଙ୍କ ମଧ୍ୟରୁ ପ୍ରଥମ ରୂପ ହେଉଛି ମା ଶୈଳପୁତ୍ରୀ। ଗୃହମାନଙ୍କରେ ସାଧାରଣତଃ 9 ଦିନାତ୍ମକ ପୂଜାର ବିଧିବିଧାନ ରହିଛି। ଆଶ୍ୱିନ ଶୁକ୍ଳ ପ୍ରତିପଦାଠାରୁ ଆଶ୍ୱିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ 9 ଦିନ ପର୍ଯ୍ୟନ୍ତ ମାଙ୍କର ନବରାତ୍ରି ପୂଜା କରାଯାଏ। ମାଙ୍କର 9ଟି ସ୍ୱରୂପକୁ ପୂଜା କରାଯାଇଥାଏ। ପ୍ରଥମ ଶୈଳପୁତ୍ରୀ। ନବରାତ୍ରର 9ଟି ଦିନରେ ପ୍ରଥମ 3 ଦିନ ମାଙ୍କର ମହାକାଳୀ ରୂପ, ଦ୍ୱିତୀୟ 3 ଦିନରେ ମାଙ୍କର ମହାଲକ୍ଷ୍ମୀ ରୂପ ଏବଂ ତୃତୀୟ 3 ଦିନରେ ମାଙ୍କର ସରସ୍ୱତୀ ରୂପ। ଏହିପରି ଭାବରେ ତାଙ୍କର 3 ରୂପକୁ 9 ଦିନ ବ୍ୟାପୀ ପୂଜା କରାଯାଇଥାଏ। 9 ରୂପ 9 ଶକ୍ତି। ମାଙ୍କର ଏହି 9 ଦିନ ପୂଜାକୁ ନବରାତ୍ରି ପୂଜା, ନବପତ୍ରିକା ପୂଜା, ନବଶକ୍ତିର ପୂଜା 9 ସଂଖ୍ୟା ସହିତ ଯୋଡ଼ି ହୋଇ ରହିଛି। 2025 ସେପ୍ଟେମ୍ବର 22 ଠାରୁ ମାଙ୍କର ନବରାତ୍ର ପୂଜାର ବିଧିବିଧାନ ରହିଛି। ଏହି ନବରାତ୍ରି ପୂଜାରେ କଳସ ସ୍ଥାପନା ଠାରୁ ଆରମ୍ଭ କରି ବିସର୍ଜନ ପର୍ଯ୍ୟନ୍ତ ମାଙ୍କର 9ଟି ସ୍ୱରୂପକୁ 9ଟି ଶକ୍ତିକୁ ପୂଜା କରିବାର ଶାସ୍ତ୍ରୀୟ ବିଧାନ ରହିଛି। ନବରାତ୍ରିର ଘଟ ସ୍ଥାପନର ଶୁଭ ମୁହୂର୍ତ୍ତ ବ୍ରହ୍ମ ମୁହୂର୍ତ୍ତରୁ 6:15 ରୁ 7:30 ପର୍ଯ୍ୟନ୍ତ କରିବେ। ନବରାତ୍ରିର ପ୍ରଥମ ଦିନରେ ମା ଶୈଳପୁତ୍ରୀ ପୂଜା ପାଇବାର ବିଧାନ ରହିଛି। ୟା ଦେବୀ ସର୍ବଭୂତେଷୁ ମା ଶୈଳପୁତ୍ରୀ ରୂପେଣ ସଂସ୍ଥିତା ନମସ୍ତସ୍ୟୈ 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 ନମୋ ନମଃ। ପ୍ରଥମ ଦିନରେ କଳସ ସ୍ଥାପନା କରି ମା ଶୈଳପୁତ୍ରୀଙ୍କୁ ଆରାଧନା କରିବାର ବିଧିବିଧାନ ରହିଛି। ସେହିଦିନ ବ୍ରହ୍ମ ମୁହୂର୍ତ୍ତରୁ ସ୍ନାନ ସାରି ନୂତନ ବସ୍ତ୍ର ପରିଧାନ କରି ପୂଜା ସ୍ଥାନକୁ ଭଲ ଭାବରେ ସଫା କରି ଗଙ୍ଗା ପାଣି ଛିଞ୍ଚି ସେହି ଜାଗାକୁ ପବିତ୍ର କରିଦେବେ। ଗୋଟିଏ ଖଟୁଲି ନେଇ ତା ଉପରେ ଗୋଟିଏ ନାଲି ନହେଲେ ଧଳା ରଙ୍ଗର କପଡ଼ା ବିଛାଇ ତା ଉପରେ ଚାଉଳରେ ଅଷ୍ଟପଦ୍ମମଣ୍ଡଳ କାଟିବେ। ସେହି ଚାଉଳରେ ସିନ୍ଦୂର ମିଶାଇ କାଟିବେ। ତା ଉପରେ ପକାଇ ଫୁଲ ପକାଇଦେବେ। ଗୋଟିଏ ପାତ୍ରରେ ମାଟି ନେଇ ପଞ୍ଚଶସ୍ୟ ବୁଣିଯାଏ। ତା ଉପରେ ଜଳ ଭରା କଳସ ବା ଘଟରେ ମୂଲିକୁ ଗୁଡ଼ାଇ ଘଟ ଉପରେ ସ୍ୱସ୍ତିକ ସିନ୍ଦୂରରେ ଆଙ୍କିଦେବେ। ସେହି କଳସ ଭିତରେ କର୍ପୂର, ଟଙ୍କା, କଉଡ଼ି, ଲବଙ୍ଗ, ଗୁଜୁରାତି, ଗୁଆ, ହଳଦୀ, ଚାଉଳ ପକାଇ ଗୋଟିଏ ନଡ଼ିଆକୁ ନାଲି କପଡ଼ାରେ ଗୁଡ଼ାଇ ଊର୍ଦ୍ଧ୍ୱମୁଖ କରି କଳସ ଉପରେ ରଖିବେ। ସେ କଳସରେ 5ଟି ନହେଲେ 7ଟି ପତ୍ର ଥିବା ଆମ୍ବ ଡାଳ ମଧ୍ୟ ଦେବେ। ମାଙ୍କର ପ୍ରତୀକ ଭାବରେ ସେହି କଳସକୁ ପୂଜା କରାଯାଏ। ସେହି କଳସ ଉପରେ ଗୋଟିଏ ନାଲି ଓଢ଼ଣୀଟେ ଦେବେ। କପଡ଼ା ଦିଆଯାଏ ନହେଲେ ନାଲି ଓଢ଼ଣୀଟେ ଦେବେ। ମାଙ୍କର ନାଲି ହେଉଛି ସବୁଠାରୁ ବହୁତ ପ୍ରିୟ। ତାପରେ ମା ଦୁର୍ଗାଙ୍କୁ ଆବାହନ କରାଯାଏ। ମା ଶୈଳପୁତ୍ରୀ ବୃଷଭ ପୃଷ୍ଠରେ ଆରୋହଣ କରି ଆସିଥାନ୍ତି। ଦକ୍ଷିଣ ହସ୍ତରେ ତ୍ରିଶୂଳ ଧରିଥାନ୍ତି ଏବଂ ବାମ ହସ୍ତରେ ପଦ୍ମ ଧରିଥାନ୍ତି ଏବଂ ସୁଖଦ ମୁଦ୍ରାରେ ବସିଥାନ୍ତି। ମାଙ୍କର ଏହି ରୂପ ହେଉଛି କୁମାରୀ ରୂପ। ପ୍ରଥମ ଦିନରେ ପୂଜା ହେଉଛନ୍ତି ମା ଶୈଳପୁତ୍ରୀଙ୍କର ପୂଜା। ନବଦୁର୍ଗାଙ୍କର ପ୍ରଥମ ଶକ୍ତି ରୂପରେ ମା ଶୈଳପୁତ୍ରୀଙ୍କୁ ପୂଜା କରାଯାଏ। ପୁରାଣରେ ବର୍ଣ୍ଣିତ ଅଛି, ନବଦୁର୍ଗାର ପ୍ରଥମ ରୂପ ହେଲେ ମା ଶୈଳପୁତ୍ରୀ। ଶୈଳ ମାନେ ପାହାଡ଼, ପୁତ୍ରୀ ମାନେ କନ୍ୟା। ସେ ପର୍ବତରାଜ ହିମାଳୟଙ୍କର କନ୍ୟା। ପୂର୍ବ ଜନ୍ମରେ ସେ ସତୀ ଥିଲେ। ତାଙ୍କ ପିତା ଦକ୍ଷ ପ୍ରଜାପତିଙ୍କ ଯଜ୍ଞରେ ଶିବଙ୍କୁ ଅପମାନ କରାଗଲା, ନିନ୍ଦା କରାଗଲା। ସତୀ ଶିବଙ୍କର ଅପମାନ ଆଉ ନିନ୍ଦା ସହିପାରିଲେ ନାହିଁ। ସେ ଯଜ୍ଞକୁଣ୍ଡରେ ଆତ୍ମାହୁତି ଦେଇଥିଲେ।
ପରେ ସେ ପର୍ବତରାଜ ହିମାଳୟଙ୍କ କନ୍ୟା ଭାବେ ପୁଣି ଜନ୍ମ ନେଲେ। ସେଥିରୁ ତାଙ୍କ ନାମ ଶୈଳପୁତ୍ରୀ। ସେ ନବଦୁର୍ଗା। ତାଙ୍କର ବାହନ ବୃଷଭ ହୋଇଥିବାରୁ ତାଙ୍କୁ ବୃଷଭାୟିନୀ ମଧ୍ୟ କୁହାଯାଏ। ବାମ ହସ୍ତରେ ପଦ୍ମ, ଡାହାଣ ହସ୍ତରେ ତ୍ରିଶୂଳ ଧାରଣ କରନ୍ତି। ମା ଶୈଳପୁତ୍ରୀ ଶାନ୍ତି, ସାହସ ଓ ଆଦ୍ୟଶକ୍ତିର ପ୍ରତୀକ। ମା ଶୈଳପୁତ୍ରୀଙ୍କୁ ଖଟୁଲିରେ ବସାଇବେ, ତାଙ୍କୁ ସ୍ନାନ କରାଇବେ, ଧଳ ବସ୍ତ୍ର ପିନ୍ଧାଇବେ, ନାଲି ଓଢ଼ଣୀଟେ ଦେବେ, ସିନ୍ଦୁର ଚନ୍ଦନ ଦେବେ। ପ୍ରଥମେ ଅଖଣ୍ଡ ଦୀପ ଜାଳିବେ। ଅଖଣ୍ଡ ଦୀପ ଜାଳି କଳସକୁ ବନ୍ଦାପନା କରିବେ। ତାପରେ ମାଆଙ୍କୁ ବନ୍ଦାପନା କରି ପୁଷ୍ପାଞ୍ଜଳି ଦେବେ। ପୁଷ୍ପାଞ୍ଜଳି ଦେଲା ପରେ ତାପରେ ମାଆଙ୍କୁ ପଦ୍ମ ଫୁଲ, ମନ୍ଦାର ଫୁଲ ମାଳ ଦେବେ। ମାଆଙ୍କୁ କ୍ଷୀର ଆଉ ଘିଅ ଜାତୀୟ ତିଆରି ପ୍ରସାଦ ଭୋଗ ଲଗାଇବେ। ମାଆଙ୍କୁ କ୍ଷୀରି, ପୁରୀ, ମିଠା, ଫଳ ମୂଳ ସବୁ ଭୋଗ ଲଗାଇବେ। ଭୋଗ ଲଗାଇ ସମସ୍ତଙ୍କୁ ବାଣ୍ଟିବେ, ନିଜେ ଖାଇବେ। ନମସ୍କାର।